ସାଧାରଣ ଠିକ୍ ଆମ ଘର ସାମ୍ନାରେ ପିଚୁ ରାସ୍ତା ରହିଛି। ସେ ପିଚୁ ରାସ୍ତାରେ ଏବେ ଦେଖାଗଲା ଯେ ବାଲି ଏବଂ କଂକ୍ରିଟ ଗଦା ହେଇଛି। ସେ କହୁଛନ୍ତି ଯେ ଆମେ ଆଉ କ'ଣ କରିବୁ, ଏଇଟା ଫେଭରକୁ ଇଏ କରିବୁ, ଯେଉଁଟାକି ଆବଶ୍ୟକ ନାହିଁ। ଏବଂ ଏଥିରେ ସନ୍ଦେହ କରାହେଉଛି ଯାହା ପଇସା ସାଙ୍କସନ୍ ହେଇଛି ସରକାରଙ୍କର ବିଧିବାଦ ଭାବରେ ବିନିଯୋଗ ହେବ ବୋଲି। କାଉନସିଲରଙ୍କୁ ବି ମନା କରିଛେ ଯେ ଆମ ସାହିରେ ଫେଭର ବ୍ଲକ କୌଣସି ଦରକାର ନାହିଁ। ଆଗରୁ ଯେମିତି ରାସ୍ତା ଥିଲା ଭଲ ରାସ୍ତା ଅଛି। ତେଣୁ ମ୍ୟୁନିସିପାଲିଟି ଯାହା କରୁଛନ୍ତି ଏ ଗୋଟେ ଅନ୍ୟାୟ, ମାନେ ଦୁର୍ନୀତି କାମ କରିବାକୁ ଚାହୁଁଛନ୍ତି ହେଲା। ତେଣୁ ଆମର ଫେଭର ବ୍ଲକ ଦରକାର ନାହିଁ। ଆମର ଯେମିତି ରାସ୍ତା ଅଛି ସେମିତି ଥାଉ। ଅଯଥାରେ ପଇସା ଗୋଟେ ଖର୍ଚ୍ଚ କରି ଯେଉଁ ଜାଗା ନଷ୍ଟ ହୋଇଯାଇଛି ସେ ଜାଗାକୁ ବରଂ କାମ କରନ୍ତୁ। କିନ୍ତୁ ଆମ ସାହିରେ ଯେଉଁ ଆମର ନଟବର ରାୟ ସାମନ୍ତଙ୍କ ଘର ସାମ୍ନାରେ ଯେଉଁ ବାଲି ଗଦା ହେଇଛି ସେ ବାଲି ଚଞ୍ଚଳ ଉଠାଇ ନିଅନ୍ତୁ। ସେ ବାଲିରେ ଆମର ଏଠି ରାସ୍ତା ଉପରେ ଆବଶ୍ୟକ କୌଣସି ଦରକାର ନାହିଁ। ଫେଭର ବ୍ଲକ ଦରକାର ନାହିଁ। ତେଣୁ ଆମର ଯେମିତି ରାସ୍ତା ଅଛି ସେମିତି ଥାଉ। ତେଣୁ ଆମର ଯାହା କିଛି ଅନ୍ୟମାନେ କହିଲେ ତାହା ସବୁ ଏକଦମ ସେ ଅଯଥା କାର୍ଯ୍ୟ, ପଇସା ନଷ୍ଟ କରିବା ଏ ମ୍ୟୁନିସିପାଲିଟିର ଦରକାର ନାହିଁ ଆମ ସାହିରେ। ହେଉଛି ଆମେ ଆଜି ସକାଳୁ ଦେଖିଲୁ ଯେ ଆମର ମଝି ରାସ୍ତାରେ ବହୁତ ଗୁଡ଼ିଏ ବାଲି ଗଦା ହେଇଛି। ଆମେ ଆଗରୁ ଏ ଯେଉଁ ଇଏ କାଉନସିଲରକୁ କହିଥିଲୁ ଯେ ଏଇଟା ଫେଭର ବ୍ଲକ ପଡ଼ିବନି, ଆମ ରାସ୍ତା ବହୁତ ଭଲ ଅଛି। ତେଣୁ ଫେଭର ବ୍ଲକ ପକାଇଦେଲେ ଏଥିରେ ଓଜନଦାର ଗାଡ଼ି ଆସୁଛି, ସବୁ ଆସୁଛି, କିନ୍ତୁ ଜଳ ସଂରକ୍ଷଣ ବି ହେଇପାରିବନି। ଯେଉଁ ପ୍ରୋସିଜିଓରରେ ହେବା କଥା ଫେଭର ବ୍ଲକଟା, ସେ ପ୍ରୋସିଜିଓରରେ ସେମାନେ କରିବେ ନାହିଁ। ଏବଂ ଇଏ ପୁରା କଂକ୍ରିଟ୍ ଉଠେଇକରି କରିବା କଥା, ସେମାନେ କଂକ୍ରିଟ୍ ଉଠେଇବେନି ବୋଲି ଆମେ ଖବର ପାଉଛୁ। ଏ ରାସ୍ତା ବର୍ତ୍ତମାନ ଭଲ ଅଛି। ଏ ରାସ୍ତାରେ ଯଦି ସେମାନେ କରିବେ ତାହେଲେ କଂକ୍ରିଟ୍ କରନ୍ତୁ। ଫେଭର ବ୍ଲକକୁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁଛୁ। କେତେ କ'ଣ ସାଙ୍କସନ୍ ହେଇଯାଇଥିଲେ? ଆମେ ଖବର ପାଉଛୁ 8-9 ଲକ୍ଷ ଟଙ୍କା ସାଙ୍କସନ୍ ହେଇଛି, କିନ୍ତୁ ସେ ଯେତିକି ପଇସା ସାଙ୍କସନ୍ ହେଇଛି ମୋତେ ଲାଗୁନି ଯେ ସେମାନେ ପ୍ରପରଲି ପ୍ରୋସିଜିଓର ଅନୁଯାୟୀ କାମ କରିବେ।